ଆଜିର ରେସିପି ଭାତ ସହିତ ଏଇଟା ହଉଛି କଳମ ଶାଗ ୱିଥ ପିଆଜ ପଡିଛି ଆଉ ତାକୁ ଭଲରେ ଭଜା ହେଇଛି। ତା ସହିତ ଟିକେ ଆଳୁ ପଡିଛି। ଯାହାର ଇଚ୍ଛା ଆଳୁ ଖାଇବା ପାଇଁ ଆଳୁ ପକାନ୍ତୁ, ଯାହାର ଇଚ୍ଛା ନାହିଁ ଆଳୁ ପକାଇବା ଦରକାର ନାହିଁ, କିନ୍ତୁ ଆଳୁ ପକେଇଲେ ଭଲ ଲାଗିବ। ଆଉ ତା ସହିତ ବାଇଗଣ ଭଜା, ତା ସହିତ ଆମ୍ବ, ଇଏ ହଉଛି ଆମର ଡାଲମା, ଆଉ ଏଇଟା ହଉଛି କାକୁଡି ସାଲାଡ। ଆ ଦେହରେ ପିଆଜ ପଡିଛି, କାକୁଡି, ଲଙ୍କା, ଟିକେ ଲେମ୍ବୁ ଏମିତି ପକା ହେଇକି ଟିକେ ସାଲାଡ ହବ, ଏମିତି ଗୋଳା ହବ। ତା ଟିକେ ଲୁଣ ଫୁଣ ଟିକେ ପଡିବ। ଏଟା ସାଲାଡ ହେଲା। ଏବେ ଆମେ ଖାଇବା କେମିତି ଲାଗୁଛି। ଭାତ ସହିତ ଟିକେ ଡାଲମା ଖାଇବା। वाह, पूरा माउस उड़ा होଉଛି। मच 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 मच। ତା ସହିତ ବାଇଗଣ, କାକୁଡି। ଆଜିର ରେସିପି ବେଷ୍ଟ ରେସିପି।